କରିବା ତେଣୁ ନ୍ୟାୟ ବାଟରେ ଯିବା ଓଟାକୁ କାଢିଦେବା। ଅବିଶ୍ୱାସ ବିଶ୍ୱାସ ହେଲେ ସବୁ ଠିକ ହବ। ଏ ବିଶ୍ୱାସରେ ସବୁ ଚାଲିଛି। ଆଜି ବିଶ୍ୱାସରେ ସବୁ ଚାଲିଛି। ଆମେ ଯାଉଛେ ବଡ ବଡ ରୋଗ ହେଇଛି ଡାକ୍ତର କତିକି, ଆମେ କିଛି ଜାଣିନେ ଡାକ୍ତର ବିଷୟରେ, ସେ କୋଉ ଇଞ୍ଜେକ୍ସନ ଦଉଛି ଆମର ବିଶ୍ୱାସ। ଡାକ୍ତର ଯାହା ଦଉଛନ୍ତି ଔଷଧ ଆମର ରୋଗ ଭଲ ହବା ପାଇଁ ଦଉଛନ୍ତି, ଆମର ବିଶ୍ୱାସ ସେଠି ଅଛି, ଆମେ ଭଲ ହଉଛେ। ଏ ବିଶ୍ୱାସଟା ରହିବା ଦରକାର। ଅଟାକୁ କାଟିଦେବା ଦରକାର। ଅନିୟନ୍ତ୍ରିତ ନିୟନ୍ତ୍ରିତ ହବା ଦରକାର। ଜୀବନନାଥ ଜୀବନ୍ତ ଏଠି ଶ୍ରୀଚରଣ ଭାଇ ଶ୍ରୀପତି ଭାଇ ଆମର କୀର୍ତ୍ତନ କରିଲେ। ଜୀବନ୍ତ ଏଠି ଅଛନ୍ତି ପୁରୁଷୋତ୍ତମ ଜୀବନନାଥ, କିନ୍ତୁ ଆମର ସେ ଜୀବନ୍ତ ଭାବବୋଧ ଆମର ନାହିଁ। ଆମେ ଠାକୁରଟା ଫଟୋଟା ବସିଛେ, ଏଇ ଭାବରେ ଆମର ଆଜି ଆମେ ଚାଲୁଛେ। ଯଦି ଆମର ସେ ଜୀବନ୍ତ ଭାବରେ ଏଠି ଅଛନ୍ତି ତାହେଲେ ଆମେ ଯାହା କରିବା କଥା କରନ୍ତେ। ତେଣୁ ଆଜି ତ ଏ ବିଶ୍ୱ ମାନବ ସମାଜ ଆର୍ଯ୍ୟ ସଂସ୍କୃତି ସନାତନ ଧର୍ମ ଆଜି ପରିପାଳନ କରିଛି। ଆମେ କେହି ଜାଣିନେ ଯୋଉ ଏ ପ୍ରଥମାଷ୍ଟମୀ ସେ କୋଉ ଆବହମାନ କାଳରୁ ହେଇ ଆସିଛି। ବୋଧେ ସତ୍ୟ ଯୁଗରୁ ମଣିଷ ସୃଷ୍ଟି ହବା ଠାରୁ ଏ ପ୍ରଥମାଷ୍ଟମୀ ହେଇକି ଆସିଛି। ଜ୍ୟେଷ୍ଠରେ ଶ୍ରେଷ୍ଠକୁ ସମ୍ମାନ ଦିଆଯାଏ। ପ୍ରଥମାଷ୍ଟମୀର ଅର୍ଥ ଆମେ ଏପର୍ଯ୍ୟନ୍ତ ଆଜି ବୁଝି ନାହିଁ, ଆମେ ଆଜି ବୁଝିପାରି ନାହିଁ। ଆଜି ଯେ ବୁଝି ପାରିଥାନ୍ତେ ଆଜି ଆମର ଝିଅ ପୁଅର ମଙ୍ଗଳ କାମନା କରୁଛେ, ଏ ପରିବାରର ସେ ଝିଅର ମଙ୍ଗଳ କରିକି ସତ୍ସଙ୍ଗ କରିଛନ୍ତି। କିନ୍ତୁ ତା ପରିବର୍ତ୍ତେ କେତେ ଜୀବ ହତ୍ୟା ଆଜି ହେଇଛି, କେତେ ଜୀବ ହତ୍ୟା ଆଜି କରିଛି। କିଏ କରିଛି? ଆମ ଏଭଳିଆ ମଣିଷ କରିଛି। ଆମେ କହୁଛେ ଜୀବନନାଥ ଜୀବନ୍ତ ଏଠି ନାଇଁ ଆଜ୍ଞା। ତାଙ୍କ ଭିତରେ ଯୋଉ ଆତ୍ମାଟା ରହିଛି ମୋ ଭିତରେ ସେଇ ଆତ୍ମାଟା ରହିଛି, ସେ ଜୀବଟା ଭିତରେ ସେଇ ଆତ୍ମା ରହିଛି। ଟିକେ ଆଗକୁ ଯାଉଛି ଦେଖନ୍ତୁ। ପ୍ରଥମାଷ୍ଟମୀ ଯେତେବେଳେ ରାଜ୍ୟ ମାନଙ୍କର ଶାସନ ଚାଲୁଥିଲା, ଏଟା ତ ମନ୍ତ୍ରୀ ଶାସନ, ରାଜା ମାନଙ୍କର ଯୋଉ ଦିନ ଶାସନ ଚାଲୁଥିଲା, ରାଜ୍ୟ ଶାସନକୁ ଚଲାଉଥିଲେ, ସେତେବେଳେ ଥିଲା ରାଜାଙ୍କର ଜ୍ୟେଷ୍ଠ ପୁତ୍ର ଯିଏ, ସିଏ ରାଜାଙ୍କ ପରେ ରାଜଗାଦିରେ ବସେ। ଯଦି ରାଜାଙ୍କର 5 ପୁଅ ଥାଆନ୍ତି ତାହେଲେ ସେ ବଡ ପୁଅ ରାଜଗାଦିରେ ବସିବ। ଯଦି ବଡ ପୁଅର ଅକାଳ ମୃତ୍ୟୁ ହୁଏ ବା ସେ ଶାରୀରିକ ଦୁର୍ବଳତା ଥାଏ, ତା ପରିବର୍ତ୍ତେ ଯଦି ଦ୍ୱିତୀୟ ପୁତ୍ର ବସିପାରେ, କିନ୍ତୁ ପ୍ରଥମ ପୁଅ ବସିବ ରାଜ ସିଂହାସନରେ। ଜ୍ୟେଷ୍ଠରେ ଶ୍ରେଷ୍ଠ, ରାଜାର ବଡ ପୁଅ ହବ ରାଜା। ତ୍ରେତୟା ଯୁଗ ଆସିଲା, ରାମଚନ୍ଦ୍ରଙ୍କ ପରିବାର ରାଜା ଦଶରଥ ସେ ରାଜ୍ୟର ରାଜା। ଦେଖନ୍ତୁ ସେ 3ଟା ରାଣୀ ଗ୍ରହଣ କଲେ। ବଡ ରାଣୀ କିଏ? କୌଶଲ୍ୟା। ଦ୍ୱିତୀୟ ରାଣୀ କୈକେୟୀ, ତୃତୀୟ ରାଣୀ ହେଲେ ସୁମିତ୍ରା। ରାଜା ହବ କିଏ? ବଡ ରାଣୀ ଯିଏ କୌଶଲ୍ୟାଙ୍କ ପୁତ୍ର ରାଜା ହବ। କିନ୍ତୁ କଣ ଘଟିଲା? ରାଣୀ କୈକେୟୀ ଏ କଥା ଜାଣିଛନ୍ତି, ସେ ଟିକେ ଅତି ଚାଲାକି କପଟର ସହିତ ଅନ୍ୟାୟ ସତ୍ୟତା ରାଜାଙ୍କ କତିରେ କରିଦେଲେ। ରାଜା ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। କାମନାରେ ସେ ମୁଗ୍ଧ ହେଇକିରି ରାଣୀ କୈକେୟୀ ଭାବିଲେ ଏତିକି ବେଳେ କୌଶଲ୍ୟାର ବଡ ପୁଅ ହଉଛି ରାମ, ସିଏ କାହିଁ ରାଜା ହବ? ମୋର ତ ପୁଅ ହଉଛି ଭରତ, ସେ କାହିଁ ରାଜା ନହବ? ଏଇ କଥାଟା ସିନା ଚିନ୍ତା କଲେ। ଦେଖନ୍ତୁ କାମ ବାସନାରେ ମୁଗ୍ଧ ହେଇକରି ରାଜା ଯେତେବେଳେ ରାଣୀଙ୍କର ଉଆସରେ ଅଛନ୍ତି, ସେତିକିବେଳେ କପଟ ଭାବରେ, ଅନ୍ୟାୟ ଭାବରେ, ଅନୀତି ଭାବରେ ଅନ୍ୟାୟ ପ୍ରତିଶ୍ରୁତିଟା ସତ୍ୟ କରିଦେଲେ ରାଜାଙ୍କ କତିରେ। ଯଦି ସେତିକିବେଳେ ରାଜା କହିଥାନ୍ତେ କଣ ସତ୍ୟ ମତେ କୁହ, କଣ ମୁଁ ତମକୁ ଦେବି, ମୁଁ ସତ୍ୟ କରିବି, ସେ ଠିକ ହେଇଥାନ୍ତା। କିନ୍ତୁ ସେତେବେଳେ ସେ କହିଦେଲେ, ଇଏ ତାଙ୍କୁ ରାଣୀ ଓଲଟି କହିଦେଲେ ଆପଣ ସତ୍ୟ କରନ୍ତୁ, ମୋର ଯେତେବେଳେ ଦରକାର ମୁଁ ସେତେବେଳେ ମାଗିବି, ବର୍ତ୍ତମାନ ନୁହେଁ। ଆଉ ବର୍ତ୍ତମାନ ଯେବେ ସେ ମାଗି ଦେଇଥାନ୍ତେ ସେ ସବୁ ଠିକ ହେଇଥାନ୍ତା, ସମାଧାନ ହେଇପାରିଥାନ୍ତା, ହେଲା ନାହିଁ। ଯେତେବେଳେ ଠିକ ଟାଇମ ହେଇଗଲା, ରାଜା ରାମଚନ୍ଦ୍ର ସକାଳେ ରାଜା ହେବେ, ସବୁ ଗୁରୁ ବଶିଷ୍ଠଙ୍କ ମାନେ ନିର୍ଦ୍ଦେଶରେ ସବୁ ସରିଯାଇଛି। ସକାଳ ହେଲେ ରାମଚନ୍ଦ୍ର ରାଜସିଂହାସନରେ ବସିବେ। ତାକୁ ଡ୍ରେସ ମଧ୍ୟ ଦିଆଯାଇଥିଲା। ରାମଚନ୍ଦ୍ରଙ୍କୁ ମା ସୀତାଙ୍କୁ ଡ୍ରେସ ଦିଆଯାଇଥିଲା। କୋଉ ମାନେ ଡ୍ରେସ ପିନ୍ଧିକି ରାଜସିଂହାସନରେ ବସିବେ। ସବୁ ଗୁରୁଙ୍କ ମାଧ୍ୟମରେ, ବଶିଷ୍ଠ ମାଧ୍ୟମରେ ସବୁ ସରିଥିଲା। କିନ୍ତୁ ସେଇ ସମୟ ରାତି 12ଟା ପରେ କୈକେୟୀ ମାଗିଦେଲେ ବରଟା ଯାଇକରି, ଏଇଠି ନ ମାଗିଲେ ଅସୁବିଧା ହେଇଯିବ।
ଯାଇ ମାରିଦେଲେ ମହାରାଜ ଆପଣଙ୍କୁ ଯୋଉ ବର ମାଗିଥିଲି ଆପଣ ପ୍ରତିଶ୍ରୁତି ଦେଇଥିଲେ ସତ୍ୟ କରିଥିଲେ ସେଇ ବରଟା ଦିଅନ୍ତୁ ମୁଁ ନିଶ୍ଚିତ ଦେବି କୁହ ତ କହିଦେଲେ ଏଇଆ ରାମ ଯିବ ବନବାସ ଭରତ ହବ ରାଜା କହିଦେଲେ ସିନା କିଏ ରଖିଲା ତାଙ୍କ କଥାଟା କିଏ ରଖିଲା ରାମଚନ୍ଦ୍ର ପରିପାଳନ କଲେ ବାପ ମାଙ୍କର କଥାକୁ 14 ବର୍ଷ ବନବାସ କଲେ ସତ୍ୟ ପାଳନ କଲେ କିନ୍ତୁ ଯୋଉ ମା କୈକେୟୀ ତା ପୁଅ ପାଇଁ କରିଥିଲା ସତ୍ୟ କରିଥିଲା ମିଥ୍ୟା କରିଥିଲା ଭରତ ପାଳନ କରିପାରିଲେ ନାହିଁ ମାକୁ ଦୁର୍ବ୍ୟବହାର କଲେ ଏଟା ଅନୀତି ବିଧିର ବିଧାନ ନୁହଁ ଏ ରାଜ ପରିବାରର ଜ୍ୟେଷ୍ଠ ଭ୍ରାତା ହେଉଛନ୍ତି ରାମ ସିଏ ରାଜା ହେବେ ମୁଁ ତାଙ୍କର ସାନ ଭାଇ ତାଙ୍କର ସେବା କରିବି ମା ତମେ ଯୋଉ ବାପାଙ୍କୁ ଅନ୍ୟାୟ ପ୍ରତିଶ୍ରୁତି ଦେଇକରି ମୁଁ ସାନ ପୁଅ ମୋର ବଡ ଭାଇ ଅଛନ୍ତି ରାମ ସେ କଣ ମୋର ପାଦ ସେବା କରିବେ ସେ କଣ ମୋର ପ୍ରଜା ହେବେ ରକ୍ଷା କରିପାରିଲେ ନାହିଁ ମାଙ୍କର କଥାକୁ ଦେଖନ୍ତୁ ସେଇଠି ବିଶୃଙ୍ଖଳା ହେଲା ତାଙ୍କ ପରିବାରରେ ରାମ ପାଳନ କଲେ କିନ୍ତୁ ଏମାନେ ପାଳନ କରିପାରିଲେ ନାହିଁ ଭରତ ପାଳନ କଲେ ତାଙ୍କର କୋଠକୁ ଆଣିକି ରାଜସିଂହାସନରେ ବସିଲେ କାରଣ ଜ୍ୟେଷ୍ଠରେ ଶ୍ରେଷ୍ଠ ମା କହିଲା ମୋ ପୁଅ କିନ୍ତୁ ପୁଅ ରାଜି ହେଲା ନାହିଁ ପୁଅ ସୁନୀତିରେ ଗଲେ ନ୍ୟାୟରେ ଗଲେ ଅନ୍ୟାୟରେ ଗଲେ ନାହିଁ ତଥାପି ବିଶୃଙ୍ଖଳା ହେଲା କୃଷ୍ଣ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ବିନାଶ କରିଦେଲେ ସେ ଜାଣିଲେ ପରମ ପୁରୁଷ ତାଙ୍କର ନୀତି ଗତି କିଛି ଠିକ ନାହିଁ ଏଟା ମଣିଷ ସମାଜ ଉପରେ ପ୍ରଭାବ ପଡିବ ତେଣୁ ସେ ତାଙ୍କ ପରିବାରକୁ ବିନାଶ କରିକି ଚାଲିଗଲେ ଆଜି ଯୁଗ ପୁରୁଷୋତ୍ତମ ସେ ଠାକୁର ଅନୁକୂଳ ଚନ୍ଦ୍ର ଦେଖନ୍ତୁ ଆଜି କଣ ହେଇଛି ଏ କଳି ଯୁଗରେ ସେ ତ ଧର୍ମ ଯୁଗ ଥିଲା ସତ୍ୟ ତ୍ରେତା ଦ୍ୱାପର ଧର୍ମ ଯୁଗ ଥିଲା ଆଜି ଯୋଉ ଧର୍ମ ଅଛି ଆପଣମାନେ